ଜିଲ୍ଲାରୁ ଜିଲ୍ଲା ଆଳୁ ପାଇଁ ଚାଲିଛି ପାଲା। ଆଳୁ ସଙ୍କଟ ଭିତରେ ଆଶ୍ୱସ୍ତି ଆଣିଲା ମୁଖ୍ୟମନ୍ତ୍ରୀଙ୍କ ବୟାନ। ରାଜ୍ୟରେ ଆଳୁ ସଙ୍କଟ ଭିତରେ ମୁଖ୍ୟମନ୍ତ୍ରୀଙ୍କ ବୟାନ ଖାଉଟିଙ୍କ ମଧ୍ୟରେ କିଛି ଆଶ୍ୱସ୍ତି ଆଣିଛି ସତ, କିନ୍ତୁ ଗ୍ରାଉଣ୍ଡର ସ୍ଥିତି ପୁରା ଭିନ୍ନ। ଏବେ ବି ଖାଉଟିଙ୍କୁ ଆଳୁ କିଣିବାକୁ କିଲୋ ପିଛା 60 ଟଙ୍କା ଗଣିବାକୁ ପଡ଼ୁଛି। ଏପରିକି ମାର୍କେଟରୁ ଆଳୁ ଉଭାନ ହୋଇଯାଇଛି। ଆସନ୍ତାକାଲି ସୁଦ୍ଧା ଯଦି ପର୍ଯ୍ୟାପ୍ତ ପରିମାଣର ଆଳୁ ନ ପହଞ୍ଚେ, ତେବେ ବଜାରରେ ଆହୁରି ଚଢ଼ା ଦରରେ ବିକ୍ରି ହେବ ଆଳୁ। ପଶ୍ଚିମବଙ୍ଗ ସରକାରଙ୍କ କଟକଣା କାରଣରୁ ଚୋରାରେ ଓଡ଼ିଶାକୁ ଆସୁଛି ଆଳୁ। ସେହିଭଳି କିଛି ଗାଡ଼ି ରାଞ୍ଚି ଦେଇ ଆସୁଥିବାରୁ ଆଳୁ ଯୋଗାଣ ବିଳମ୍ବିତ ହେଉଛି। ଆଜି ଓଡ଼ିଶାକୁ ଆସିଛି 70 ଆଳୁ ଟ୍ରକ୍, ଭୁବନେଶ୍ୱରକୁ ଆସିଛି 10ଟି ଟ୍ରକ୍, ଉତ୍ତରପ୍ରଦେଶରୁ 4 ଓ ପଶ୍ଚିମବଙ୍ଗରୁ 6ଟି ଟ୍ରକ୍ ଆସିଛି। ଏବେ ରାଜ୍ୟରେ 12,000 ଟନ୍ ଆଳୁ ଗଚ୍ଛିତ ରହିଛି। ରାଜ୍ୟରେ ଆଳୁ ଦର 50 ଡେଇଁଥିବା ବେଳେ ପ୍ରତିବାଦରେ ଗୋପ ବ୍ଲକ ସମ୍ମୁଖରେ 20 ଟଙ୍କାରେ ଆଳୁ ବିକିଛି ବିଜୁ ଯୁବ ଜନତା ଦଳ। 20 ଟଙ୍କାରେ ଆଳୁ ନେବାକୁ ଲୋକଙ୍କର ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗରେ କଟକଣା ଲାଗିଥିବା ବେଳେ ରାସ୍ତାରେ ଯଦି ଗାଡ଼ି ନ ଅଟକାଯାଏ, ତେବେ ଆସନ୍ତାକାଲି 200 ଆଳୁ ଗାଡ଼ି ଓଡ଼ିଶାରେ ପହଞ୍ଚିବାର ସମ୍ଭାବନା ରହିଛି। ଯାହାଦ୍ୱାରା ରାଜ୍ୟରେ ଆଳୁ ଯୋଗାଣ କେବଳ ସ୍ୱାଭାବିକ ହେବନି, ବରଂ ଖାଉଟିଙ୍କୁ ସୁଲଭ ଦରରେ ମିଳିବ ବୋଲି ଆଶା କରାଯାଇଛି।